ଜଣେ ଲୋକ ଏକ ମରୁଭୂମି ଦେଇ ଯାଉଥିଲା ଏବଂ ପାଟି କରି କହୁଥିଲା, ଏହା କଣ ଏକ ଅଦରକାରୀ ସ୍ଥାନ। ଏଠାରେ ସବୁଜ ପରିପୂର୍ଣ୍ଣ ଥିବା ଗଛଲତା ନାହିଁ। ଏଠାରେ ଜଳର ମଧ୍ୟ ଚିହ୍ନବର୍ଣ୍ଣ ନାହିଁ। ଗରମ ବାଲିରେ ଆଗକୁ ଯାଉଥିବାରୁ କ୍ରୋଧିତ ହେଉଥିଲା। ଶେଷରେ କ୍ରୋଧିତ ଭାବରେ ଆକାଶକୁ ଚାହିଁ କହୁଥିଲା, ପ୍ରଭୁ, ତୁମେ ଏଠାରେ କାହିଁକି ଜଳ ଦେଉନାହ? ଯଦି ଏଠାରେ ଜଳ ଥାଆନ୍ତା, କେହି ନା କେହି ଏକ ସୁନ୍ଦର ସବୁଜ ପରିପୂର୍ଣ୍ଣ ଥିବା ବଗିଚା କରିପାରିଥାନ୍ତା। ଏହା କହି ଲୋକଟି ଆକାଶକୁ ଚାହିଁ ରହିଲା, ଯେପରି ଈଶ୍ୱରଙ୍କ ଉତ୍ତରକୁ ଅପେକ୍ଷା କରୁଥିଲା। ଠିକ୍ ସେତିକିବେଳେ ଏକ ଚମତ୍କାର ଘଟେ। ଲୋକଟି ତଳକୁ ଚାହିଁ ଦେଖେ ତ ଏକ କୂଅ ଦେଖିବାର ନଜର ଆସିଲା। ସେ ଭାବିପାରିଲା ନାହିଁ ଯେ ଏ ମରୁଭୂମିରେ କୂଅ ମିଳିବ। ଲୋକଟି ଆଶ୍ଚର୍ଯ୍ୟ ହୋଇ କୂଅ ନିକଟକୁ ଦୌଡ଼ି ଯାଇ ଦେଖିଲା, କୂଅରେ ପାଣି ବହୁତ ମାତ୍ରାରେ ଥିଲା। ଲୋକଟି ଈଶ୍ୱରଙ୍କୁ ଧନ୍ୟବାଦ ଜଣାଇବା ପରିବର୍ତ୍ତେ କହିଲା, ଯଦି ବାଲ୍ଟି ମିଳିଯାଆନ୍ତା, ପାଣି ବ୍ୟବହାର କରିବାକୁ ସହଜ ହୋଇପାରନ୍ତା। ଲୋକଟି ବାଲ୍ଟି ଖୋଜି ଚାଲିଲା ଏବଂ ବାଲ୍ଟି ସହିତ ରଶି ମଧ୍ୟ ମିଳିଗଲା। ଲୋକଟି ଏବେ ଚିନ୍ତାରେ ପଡ଼ିଗଲା। ଭାବିଲା, ମୁଁ ଏବେ ଏ ପାଣିକୁ କେମିତି କାମରେ ଲଗେଇବି। ଠିକ୍ ସେତିକିବେଳେ ଲୋକଟି ଯେମିତି ଅନୁଭବ କରିଲା, ପଛରୁ କେହି ଜଣେ ତାକୁ ସ୍ପର୍ଶ କରୁଛି। ଲୋକଟି ପଛକୁ ଚାହିଁ ଦେଖିଲା, ଏକ ଓଟ ଛିଡ଼ା ହୋଇଛି। ଓଟକୁ ଦେଖି ନିଜେ ଭୟଭୀତ ହୋଇଗଲା ଏବଂ ଭାବିଲା, ମୁଁ ମରୁଭୂମିରେ ସବୁଜ ସୁନ୍ଦର ପରିପୂର୍ଣ୍ଣତା ଆଣିବାରେ ଫସିଯାଇ ପାରିବିନି ତ? ଏବଂ ସେ ଆଉ ବେଶୀ କିଛି ନ ଭାବି ଆଗକୁ ଦ୍ରୁତଗତିରେ ଚାଲିବାକୁ ଲାଗିଲା। ଚାଲିବା ସମୟରେ ଏକ କାଗଜ ଖଣ୍ଡ ଉଡ଼ି ଆସି ଲୋକଟି ପାଖରେ ପଡ଼ିଲା। ଲୋକଟି କାଗଜ ଧରି ଦେଖେ ତ ସେଥିରେ ଲେଖା ଥିଲା, ମୁଁ ତୁମକୁ ପାଣି ବାଲ୍ଟି ଏବଂ ରଶି ମଧ୍ୟ ଦେଲି। ମରୁଭୂମିକୁ ସବୁଜ କରିବା ପାଇଁ ଏବେ ସବୁ ତୁମ ହାତରେ, କିନ୍ତୁ ତୁମେ ସବୁଜ ନ କରି ଚାଲି ଯାଉଛ। ଲୋକଟି ପଛକୁ ଫେରିଲା ଏବଂ ମରୁଭୂମିକୁ ସବୁଜ କରିବା କାମରେ ଲାଗିଗଲା। କିନ୍ତୁ ମରୁଭୂମିକୁ ସବୁଜ କରିପାରିଲା ନାହିଁ। ବନ୍ଧୁଗଣ, ଅନେକ ଥର ଆମେ ଅନ୍ୟମାନଙ୍କୁ ଦୋଷ ଦେଇଥାଉ ଯେତେବେଳେ ଆମ ଇଚ୍ଛା ଅନୁଯାୟୀ ଆମର କାର୍ଯ୍ୟ ସମ୍ପନ୍ନ ହୋଇନଥାଏ। ବେଶିକରି ଭାଗ୍ୟ, ଭଗବାନଙ୍କୁ ଅଧିକ ଦୋଷ ଦେଇଥାଉ କିମ୍ବା ନିଜର ପ୍ରିୟଜନକୁ ବି ଦେଇଥାଉ। ଭାବିଥାଉ କି ଟିକେ କେହି ଜଣେ ସାହାଯ୍ୟ କରିଥିଲେ ହୁଏତ କାମ ଆମର ହୋଇପାରିଥାନ୍ତା। କିନ୍ତୁ ପ୍ରକୃତ ଦୋଷକୁ ଆମେ ଅଣଦେଖା କରିଥାଉ। ବାସ୍ତବରେ ଦୋଷର ଏହି ପ୍ରକ୍ରିୟାରେ ଆମେ ସତ୍ୟକୁ ଅଣଦେଖା କରିଥାଉ ଯେ ମଣିଷ ଭାବରେ ଆମର ସମସ୍ତ ସ୍ୱପ୍ନକୁ ହାସଲ କରିବାର କ୍ଷମତା ଅଛି କି ନାହିଁ ଆମ ପାଖରେ।